ସେ କହନ୍ତି ସବୁ କଳାକୃତି ଛନ୍ଦାଛନ୍ଦି ପରସ୍ପରଠାରୁ କେହି ଅଲଗା ନୁହନ୍ତି। ଯେଉଁଥିରେ ସ୍ୱାଭାବିକ ଭାବେ ଲେଖନୀ ଚାଲେ ତାକୁ ହିଁ ନେଇ ଲେଖକଟିଏ ଲେଖି ବସେ। ଲେଖକ ନିଜ ଅନୁଭବ, ଚିନ୍ତାଧାରା, ଚିନ୍ତନ, ମନନ ତଥା ପାରିପାର୍ଶ୍ୱିକ ସ୍ଥିତାବସ୍ଥାକୁ ନିଜ ଲେଖନୀରେ ଫୁଟାଇବାକୁ ଚେଷ୍ଟା କରିଥାଏ। ଅନୁରୂପ ଭାବେ ମୁଁ ତାହା ହିଁ କରିଛି। ଶ୍ରୋତାବନ୍ଧୁ, ଏ ଉକ୍ତି ଥିଲା ଭାରତୀୟ ସାହିତ୍ୟରେ ପ୍ରସିଦ୍ଧି ଅର୍ଜନ କରିଥିବା ଯଶସ୍ୱିନୀ ସୁନାମଧନ୍ୟା ଗାଳ୍ପିକା ଯଶୋଧରା ମିଶ୍ରଙ୍କର। ଯଶୋଧରା ମିଶ୍ର ବୃତ୍ତିଗତ ଜୀବନରେ ଇଂରାଜୀ ଭାଷା ସାହିତ୍ୟର ଅଧ୍ୟାପିକା, ପ୍ରଫେସର, ମାତ୍ର ପ୍ରବୃତ୍ତିରେ ଜଣେ ସମର୍ପିତ ସାହିତ୍ୟ ସାଧିକା। ଯଶୋଧରା ମିଶ୍ର 1951 ମସିହାରେ ସମ୍ବଲପୁରରେ ଭୂମିଷ୍ଠ ହୋଇଥିଲେ। ସେ ଏକାଧାରରେ ଜଣେ କବି, ଗାଳ୍ପିକା ତଥା ଉପନ୍ୟାସିକା। ତାଙ୍କର ଜହ୍ନରାତି କ୍ଷୁଦ୍ରଗଳ୍ପ ସଂକଳନ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଥିବା ବେଳେ 2020ରେ ସମୁଦ୍ରକୂଳ ଗଳ୍ପ ସଂକଳନ ନିମନ୍ତେ ମର୍ଯ୍ୟାଦା ସମ୍ପନ୍ନ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ହୋଇଛନ୍ତି। ପକ୍ଷୀ ଜନ୍ମ ତାଙ୍କର ଏକ ବହୁଚର୍ଚ୍ଚିତ ଉପନ୍ୟାସ। ଅଧିକାଂଶ ଭାରତୀୟ ଭାଷା ତଥା କେତେକ ବିଦେଶୀ ଭାଷାରେ ମଧ୍ୟ ଯଶୋଧରା ମିଶ୍ରଙ୍କର ଲେଖାଗୁଡ଼ିକ ଅନୁଦିତ ହୋଇଛି। କେବଳ ଓଡ଼ିଶାରେ ନୁହେଁ, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗର ଶୈକ୍ଷିକ ବାତାବରଣରେ ତାଙ୍କର କ୍ଷୁଦ୍ରଗଳ୍ପଗୁଡ଼ିକ ପାଠ୍ୟ ଅନ୍ତର୍ଭୁକ୍ତ ମଧ୍ୟ ହୋଇଛି। ମଧ୍ୟପ୍ରଦେଶ ସରକାରଙ୍କ ଶିକ୍ଷା ବିଭାଗରେ ଇଂରାଜୀ ସାହିତ୍ୟର ଅଧ୍ୟାପନା କରିବା ସହିତ ଯଶୋଧରା ମିଶ୍ର ସିମଲାର ଇନଷ୍ଟିଚ୍ୟୁଟ୍ ଅଫ୍ ଆଡଭାନ୍ସ ଷ୍ଟଡିଜରେ ଫେଲୋ ରହିଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀର ଇଣ୍ଡିଆନ୍ ଲିଟରେଚର ପତ୍ରିକାର ସେ ହେଉଛନ୍ତି ପ୍ରଥମ ମହିଳା ସମ୍ପାଦିକା। ଯଶୋଧରା ମିଶ୍ରଙ୍କୁ ତାଙ୍କର ସାହିତ୍ୟ ସାଧନା ନିମନ୍ତେ ବହୁ ପାଠକୀୟ ସ୍ୱୀକୃତି ଏବଂ ଆନୁଷ୍ଠାନିକ ସ୍ୱୀକୃତି ପ୍ରାପ୍ତ ହୋଇଛି। ଶ୍ରୋତାବନ୍ଧୁ, ଆଜି ଆମେ ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ସମୁଦ୍ରକୂଳ ଘର ପୁସ୍ତକରୁ ଶୁଣିବାକୁ ଯାଉଛି ଏକ ସୁନ୍ଦର କାହାଣୀ, ସୁନ୍ଦର ଗଳ୍ପ, ଯାହାର ଶୀର୍ଷକ ହେଉଛି ମନକାମନା। ଗାଳ୍ପିକା ଯଶୋଧରା ମିଶ୍ର। ଭୋର ସକାଳର ହାବୁକାଏ ପବନ ସହିତ ତମ୍ବୁ ପରଦା ପାଖୁ ଆବାଜ ଆସିଲା, ହରିଓମ୍, ଆଜ୍ଞା ଚା ନିଅନ୍ତୁ। ମୋଟା ପର୍ଦ୍ଦା ଅଳ୍ପ ଆଡ଼େଇ ମୁହଁଟିଏ ଉଙ୍କି ମାରୁଛି। ତା ସହିତ ତମ୍ବୁ ଭିତରକୁ ପଶି ଆସିଛି ବାମ୍ଫ ଉଠୁଥିବା ବଡ଼ କେଟଲିଟାଏ। କଥା ପଦକର କୁହୁକ ମନ୍ତ୍ରରେ ଚେଙ୍ଗା ହୋଇ ଉଠିଲେ ସଭିଏଁ। ପୁରୁଷ ଓ ନାରୀ କଣ୍ଠ ସବୁରୁ ହରିଓମ୍ ଉତ୍ତର ସହିତ ମଧୁର ସମ୍ଭାଷଣମାନ ଆସିଲା। ବୁଢ଼ା ହେଇଥାରେ ବାପା, ଏଇନା ତୋତେ ମନେ ପକଉଥିଲୁ, ତୋରି ବାଟକୁ ଚାହିଁଥିଲୁ। ତଳେ ପଡ଼ିଥିବା ଧାଡ଼ିଏ ବିଛଣାର ଏକଡ଼ ରେଜେଇ ତଳୁ ନୀଳେଶ ମୁହଁ ହାତ କାଢ଼ି ଭିଡ଼ିମୋଡ଼ି ହେଲେ। ସେ କଡ଼କୁ ଅଣ୍ଟା ଯାଏ ରେଜେଇ ଥାଇ ମଙ୍ଗିକ୍ୟା ପିନ୍ଧି ଗୁଣୁଗୁଣୁ ହୋଇ ସ୍ତୋତ୍ର ପଢ଼ୁଥିବା ତନ୍ମୟ ହସ ହସ ବଦନରେ ବହି ଓଲଟେଇ ଥୋଇଦେଲେ। ମଝି ବିଛଣାର ରେଜେଇ କୁଦଟିକୁ ହଲେଇ ଦେଇ ଡାକିଲେ, ସୁରେଶ ବାବୁ, ଉଠନ୍ତୁ, ଚା ଆସିଗଲା। ସୁଟକେସ୍ ଉପରେ ହାତ ଦର୍ପଣ ଥୋଇ ମୁଣ୍ଡ କୁଣ୍ଡାଉଥିବା ସୀମା ଉଠିଯାଇ ଟୋକା ଭରି ଦେଇଥିବା ଗିଲାସମାନ ନେଲେ। ଗୋଟି ଗୋଟି କରି ବଢ଼େଇ ଦେଲେ ହସ ହସ କୃତାର୍ଥ ମୁହଁମାନଙ୍କ ଆଡ଼କୁ। ଷ୍ଟିଲ୍ ଗିଲାସର ତାତି ସମ୍ଭାଳିବାକୁ ଲୁଗା ଗାମୁଛା ଯିଏ ଯାହା ହାତ ପାଖେ ପାଇଲା। ତମ୍ବୁ ପଛ କାନ୍ଥରେ କାଠପଟା କବାଟ ଦିଆ ଗାଧୁଆ ଘର ଆଡ଼େ ଅନେଇ ସୀମା ଏଥର ଟିକିଏ ଉଚ୍ଚପାଟିରେ ଡାକ ଦେଲେ, ତାପ୍ତି, ଶୀଘ୍ର ବାହାର, ତମ ଚା ଥଣ୍ଡା ହେଲା। କୁମ୍ଭ ମେଳାରେ ତୃତୀୟ ଓ ଶେଷ ରାତିଟି ପାହିବ ପାହିବ ହେଉଛି। ତମ୍ବୁ ବାହାରେ ହତା ଭିତରେ ଜଳୁଥିବା ଆଲୁଆ ଭିତରକୁ ଆସୁଛି ଏଯାଏଁ ରାଧେକୃଷ୍ଣ ଆଖଡ଼ାର ଅସ୍ଥାୟୀ ଆଶ୍ରମ। 2 ଏକର ହତା ଭିତରେ ଯାତ୍ରୀଙ୍କ ରହଣି ଲାଗି ଧାଡ଼ି ଧାଡ଼ି ତମ୍ବୁ ସହିତ ସବୁ ପ୍ରକାର ରହିବା ବନ୍ଦୋବସ୍ତ, ଭୋଜନାଳୟ, ପ୍ରବଚନ ହଲ୍।
ମୋରମ ବିଛା ଦି ପାଖ ଫୁଲକୁଣ୍ଡ ସଜ୍ଜା ପାଦଚଲା ରାସ୍ତାମାନ ସହର ସାରା ତିଆରି ପ୍ରାୟ କେହି ସହ ଏଇଭଳି ସାନ ବଡ଼ ଅସ୍ଥାୟୀ ଗାଁରୁ ଇଏ ଗୋଟିଏ। ବହୁ କୁହାବୋଲା ପରେ ଏଇ ମଧ୍ୟମ ଆକାରର ତମ୍ବୁଟି ମିଳିଯାଇଛି ତିନୋଟି ପରିବାରର ଛୋଟିଆ ଦଳଟିକୁ। କହିବାକୁ ଗଲେ ଅଢ଼େଇଟି ଦମ୍ପତି। ଫଟୋଗ୍ରାଫର ନୀଳେଶଙ୍କ ସ୍ତ୍ରୀ ଆସିପାରି ନାହାନ୍ତି। ମୋଟା କପଡ଼ା ତମ୍ବୁର ମାଟି ଲିପା ଭୂଇଁରେ ନୂଆ ଦରି ବିଛା ହୋଇଛି। ତଳେ ତିନିଟି କରି ଦି ଧାଡ଼ି ଗଦି ତକିଆ ରିଚି। ଗାଧୁଆ ଘରେ ପକ୍କା ପାଇଖାନା, ଚଟାଣ, ପାଇପ୍ ପାଣି। ଆଖପାଖର ବିରାଟ ତମ୍ବୁମାନଙ୍କରେ ଜଗାଜଗି ହୋଇ ରହିଥିବା ଗାଉଁଲି ଯାତ୍ରୀମାନଙ୍କୁ ଦେଖିଲେ ଏଠି ରହିବା ଆଡ଼ମ୍ବର ବୋଲି ମନେ ହେବ। ସାଙ୍ଗ ହୋଇ ରହଣି, ଏକାଠି ଶୁଆ ବସା, ସୁଟକେସ୍ ତକିଆ ଟିକିଏ ଲେଖା ଅଲଗା କରି ନିଜ ନିଜ ଲାଗି ଜାଗା କରି ନିଆଯାଇଛି। ଟ୍ରେନ୍‌ର ବର୍ଥମାନଙ୍କ ଭଳି ସ୍ଥଳବିଶେଷରେ ପରିବାରର ନିଭୃତପଣ ଦାବିକୁ ଭାଙ୍ଗି ଦେଇ ହୁଏ ବଙ୍କେଇ ଦିଆଯାଇପାରେ କ୍ୟାମ୍ପ ଜୀବନ। ସବୁ ବର୍ଗର ଲୋକଙ୍କ ଲାଗି ବିଭିନ୍ନ ଆଳରେ ଘରୁ ପଦାକୁ ଯାଇ ରହିବା, ବଣ ଜଙ୍ଗଲରେ ପାଦଚଲା ଟ୍ରେକିଂ, ଥଣ୍ଡା ବରଫରେ ପାହାଡ଼ ଚଢ଼ା, ଆଦିମ କାଳରୁ ତୀର୍ଥଯାତ୍ରା। ଏମାନେ ଅବଶ୍ୟ ଏଥିରୁ କେଉଁ ଦଳରେ ହେଲେ ନୁହନ୍ତି। ଏଠି ସେଠି କଥାବାର୍ତ୍ତାରୁ କେମିତି ପ୍ଲାନ୍‌ଟାଏ ବନିଗଲା। ଉଜ୍ଜୈନରେ ଅର୍ଦ୍ଧକୁମ୍ଭ ହେଉଛି ଏ ବର୍ଷ। ମାସେରୁ ଅଧିକ କାଳ ଚାଲିବ ମେଳା। ପ୍ରଥମ 15 ଦିନର ଭିଡ଼ କଟିଗଲାଣି। ଅମୁକ ଯାଇ ଫେରିଛନ୍ତି, ସମୁକ ବି ଯିବେ। ଚାଲ ଯାଇ ବୁଲି ଆସିବା। ଦମ୍ପତି ଦ୍ୱୟ ଏଇ ମାତ୍ର ଚାକିରିରୁ ଅବସର ନେଇଛନ୍ତି। ମନ ଏଯାଏ ମାନି ନେଇନାହିଁ ଅବସର ଜୀବନର ଘୋଷରାପଣକୁ। ଏଣେ ହାତକୁ ଆସିଥିବା ଅନାୟାସ ସମୟକୁ ଖର୍ଚ୍ଚ କରିବାର ଆକର୍ଷଣ। ନୀଲେଶ ବଡ଼ କମ୍ପାନୀ ଚାକିରି ଛାଡ଼ିଦେଇ ଫ୍ରିଲାନ୍ସ ଫଟୋଗ୍ରାଫି କରୁଛି ଅନେକ ଦିନୁ। ତା ସ୍ତ୍ରୀ ଆର୍ଟ କଲେଜରେ ପଢ଼ାନ୍ତି। କହିବାକୁ ଗଲେ ଏଠାକୁ ଆସିବା ଆଇଡ଼ିଆଟି ଥିଲା ନୀଲେଶର। ଆଶ୍ରମ ତମ୍ବୁରେ ରହିବା, ପୁଣି ତାର ବନ୍ଦୋବସ୍ତ କରିବା କାମ ବି ଥିଲା ତାରି। ଆଜି ଶେଷ ଦିନ। ଚା ପିଉ ପିଉ ବିଚାର ହେଲା କିପରି ବିତାଯିବ ଆଜିର ସମୟ। ରାତିରେ ଟ୍ରେନ୍ ଧରିବା ଯାଏ। ତାପ୍ତି ଟିକିଏ ଭାରି ଦେହର ମଣିଷ। ତଳେ ଉଠା ବସା ତାଙ୍କ ଲାଗି ସବୁଠୁ କଷ୍ଟର କଥା ଥିଲା। ଚା ଟୋକା ଚିଣ୍ଟୁକୁ ଧରି ମିଳିଥିବା ଗୋଟିକ ବୋଲି ପ୍ଲାଷ୍ଟିକ୍ ଚୌକିରେ ଗିଲାସ ନେଇ ବସିଥିଲେ ସେ। ମୁହଁ କହୁଥିଲା ୟାଠୁ ଅଧିକ ବିଳାସ ଆଉ କିଛି ନାହିଁ ଅବା। ଢୋକିଏ ପିଇ ସମସ୍ତଙ୍କୁ ଅନେକ କହିଲେ। କେତେ ଭଲରେ କଟିଗଲା 2 ଦିନ। ହେଲେ ବଡ଼ ବ୍ୟତିବ୍ୟସ୍ତ ହେଇ ଆଜି ଦିନଟି ଚାଲ ସାଧୁ ଦର୍ଶନ, ଭଜନ କୀର୍ତ୍ତନରେ କଟାଇଦେବା। ଶେଷ ଢୋକକ ପିଇ ଦେଇ ତଳେ ଗ୍ଲାସ୍ ଥୋଇଦେଇ ନୀଲେଶ ତରତର ହାତରେ ବ୍ୟାଗ୍‌ରୁ ଲୁଗା କାଢ଼ୁ କାଢ଼ୁ କହିଲା, ଆପଣଙ୍କୁ ଠିକ୍ ଧରିଯାଇଛି କୁମ୍ଭମେଳାର ନିଶା। ଆଉ କେଇଦିନ ରହିଲେ ପ୍ରବଚନ ବି ଦେଇଦେବେ ଭଳି ଜଣାଯାଉଛନ୍ତି। କହୁ କହୁ ଲୁଗା ନେଇ ଗାଧୁଆଘର ଭିତରକୁ ପଶିଗଲା। ପଛରୁ ତନ୍ମୟ ପାଟି କଲେ, ଆରେ କହିଦେଇ ଯାଆନ୍ତୁ ଆଜିର ପ୍ରୋଗ୍ରାମ କ'ଣ? ଅଳ୍ପ ଖୋଲା କବାଟ ସେପଟୁ ଘୋଷଣା କଲା ନୀଳେଶ। ଆଜି ଦିନ ସାରା ମୋର ବହୁତ କାମ। ମୁଁ ବାହାରି ଯିବି ମୋ ବ୍ୟାଗ୍ ପ୍ୟାକ୍ ନେଇ। ସିଧା ଷ୍ଟେସନରେ ଭେଟିବା ରାତିରେ। ଆଉ ସମୟ କାହିଁ? କବାଟ ବନ୍ଦ ହେଲା କ୍ଷଣି ମୁହଁ ଚାହାଁ ଚାହିଁ ମୁରୁକି ହସାହସି ଚାଲିଲା ବାକିମାନଙ୍କ ଭିତରେ। ତାପ୍ତି ଦେଇ ଚୁପ୍ ହେବା ଆଉ ହେଲା ନାହିଁ। କହିଲା, ଗୋରି ପରି ତେଣେ ଅପେକ୍ଷା କରିଥିବେ, ସମୟ ହେବ କୁଆଡ଼ୁ? ତନ୍ମୟ କହିଲେ, ଆଉ ଯାହା ଲାଗି ହଉ ନ ହଉ ଆମ ଫଟୋଗ୍ରାଫରଙ୍କ ଲାଗି ସାଧୁ ବାବାଙ୍କ ଆଶୀର୍ବାଦ ଫଳିଲା ଜାଣ। ମେଳା ଲାଗି ସମଗ୍ର ଉଜ୍ଜୟିନୀ ଏବେ ସାଧୁ ବାବାମୟ ପାଲଟିଛି। ଛୋଟିଆ ପୁରୁଣାକାଳିଆ ସହରଟିର ଜନସଂଖ୍ୟାଠୁ ବଳି ଏବେ ଏଠି ଅଛନ୍ତି ବାବାଜୀ। ନାନା ଜାତି ବେଶଭୂଷାର ସାଧୁ, ସନ୍ଥ, ଜଟାଜୁଟଧାରୀ ସନ୍ନ୍ୟାସୀ, ଅଳ୍ପ କେତେକ ସେଥିରୁ ଜଣାଶୁଣା ବହୁତ ବିଖ୍ୟାତ। ଟିଭି ଚ୍ୟାନେଲରେ ଆସୁଥିବା, ଦେଶ ବିଦେଶରେ ସଭା ପ୍ରବଚନ କରୁଥିବା ଗୁରୁ ମହାତ୍ମା। ବାକି ସମସ୍ତେ ତାଙ୍କର ଚେଲା, ଅନୁଗାମୀ, କର୍ମଚାରୀ। ଅଧିକାଂଶ ଅଖ୍ୟାତ, ଅନାମଧେୟ। ଏପରିକି ନିଜ ନାମ, ଗୋତ୍ର, ଘରଦ୍ୱାର, ଠିକଣା ଲିଭେଇ ଦେଇଥିବା ଲୋକେ। ତେବେ ଏଠି ଏବେ କେଉଁ ବାବାଙ୍କ ଆଶୀର୍ବାଦ କଥା କୁହାଯାଉଛି ଜଣାଥିଲା ସଭିଙ୍କୁ। ନୀଳେଶ ଭଳି ଆଡଭେଞ୍ଚରସ୍ ଲୋକ ଭରସାରେ ପୂରା ଯାତ୍ରାଟି କରିବା କେତେ ନିରାପଦ ସେ କଥା ଅନ୍ୟ 2 ଦମ୍ପତି ପ୍ରଥମେ କେଇଥର ବିଚାର କରିଥିଲେ। ପୁଣି ଆସିବା ଦିନ ସେମାନେ ଷ୍ଟେସନରେ ପହଞ୍ଚିବା ବେଳକୁ ତାର ଦେଖା ନାହିଁ। ଯିବେ ନା ଯାତ୍ରା ବାତିଲ କରାଯିବ ଭାବୁଛନ୍ତି। ଟ୍ରେନ୍ ଛାଡ଼ିବାକୁ 5 ମିନିଟ୍ ଥିବ ନୀଳେଶ ଧଇଁସଇଁ ହୋଇ ଡବା ଭିତରକୁ ପଶିଲା ଏକୁଟିଆ। କହିଲା କ'ଣ ନା ତା ସ୍ତ୍ରୀ ଯିବାକୁ ନାହିଁ କରିଦେଲେ। ତାପରେ ନିଜ ସୁଟକେସ୍ ରଖୁ ରଖୁ ସେ ଆଉ ସବୁ ଯାହା କହିଲା ତାର ଉତ୍ତର କେହି ଦେଲେ ନାହିଁ। କେବଳ ପରସ୍ପର ମୁହଁ ଚାହାଁଚାହିଁ ହେଇ ନିଜ ନିଜ ଜିନିଷପତ୍ର ତଦାରଖ କଲେ। ନୀଳେଶର ଆର୍ଟିଷ୍ଟ ପତ୍ନୀ ସାଙ୍ଗେ ତାର କେବେ ହେଲେ ପଡ଼େ ନାହିଁ। ଦୁହିଁଙ୍କୁ ନେଇ ମଝିରେ ମଝିରେ ଏଣୁ ତେଣୁ ଗୁଜବ ବି ଶୁଣାଯାଏ। ଏ କଥା ତାର ସବୁ ବନ୍ଧୁ ପରିଜନଙ୍କୁ ଜଣା।
ଟ୍ରେନ୍ ସହର ଛାଡ଼ି ଧାଇଁଲା ବେଳକୁ ଦୃଷ୍ଟିରେ ପଡ଼ିଲା ସେପାଖ ଝରକା କଡ଼ ଗୋଟିକିଆ ସିଟ୍‌ରେ ଲୋକଟିଏ ବସିଛି। ଠିକ୍ ସାଧୁ ବାବା ବି ନୁହଁ କି ସଂସାରୀ ବି ନୁହଁ, ମଝିଆ ବେଶ ପୋଷାକର ଲୋକ। ହାଲୁକା ଗେରୁଆ କୁର୍ତ୍ତା ପାଇଜାମା ପିନ୍ଧା, ନିଶ ଦାଢ଼ି ଥିବା, ଚଷମା ପିନ୍ଧା ପତଳା ହେଇ ଲୋକଟିଏ। ନୀଳେଶ ପଚାରିଲା, ଏଠି କେମିତି ବସିଲେ? ରିଜର୍ଭେସନ୍ ଅଛି? ସହଜ ଭାବେ ଲୋକଟି କହିଲା, ନାଇଁ ଆଜ୍ଞା, କୁମ୍ଭମେଳାକୁ ଯାଉଛି, ଟିକଟ କରିଛି। ଟିଟି ବାବୁଙ୍କୁ କହିବି ଯଦି ମିଳିଯାଏ, ନହେଲେ ତଳେ ଶୋଇ ଚାଲିଯିବି। ଲୋକଟାର କାନ୍ଧରୁ ଖଦି ବ୍ୟାଗ୍‌ଟାଏ ଝୁଲୁଥିଲା, ହାତରେ ଗୋଟିଏ ବହି, ବ୍ୟାଗ୍ ଭିତରେ ବି ଆଉ କେତେଟା ବହି ଥିଲା ଭଳି ଦିଶୁଥିଲା। ସୁରେଶ ପଚାରିଲା, ଆପଣ କ'ଣ ସାଧୁ ସନ୍ନ୍ୟାସୀ? ଲୋକଟି ହସିଲା ଅମାୟିକ। ଓଲଟି ପଚାରିଲା, ଆପଣମାନେ ବି ଯାଉଛନ୍ତି ବୁଡ଼ ପକେଇବେ ବୋଲି? ବୁଡ଼ ପକେଇବା ଉଦ୍ଦେଶ୍ୟଟି କଥା ଏତେ ସ୍ପଷ୍ଟ ହେଇ କାହାରି ମନକୁ ଆସିନଥିଲା। ବାବାଜୀ କହିଲେ, ହଉ ଯାଆନ୍ତୁ, ଭଲରେ ଶୁଭରେ ବୁଡ଼ ପକେଇ ଆସନ୍ତୁ। ବିନା ଉପକ୍ରମଣିକାରେ ନୀଳେଶ କହିଲା, ସେଟା ଗୋଟେ ବିଶେଷ କ'ଣ ଆଶୀର୍ବାଦ ହେଲା ବାବା? କହିବେ ଯଦି ଆପଣଙ୍କୁ ନେଇ ବର୍ଥଟା ଦେଇଦେବି। ଆରାମରେ ଶୋଇ ଶୋଇ ଯିବେ। ବଦଳରେ କି ଆଶୀର୍ବାଦ ମିଳିବ କୁହନ୍ତୁ? ବାବାଜୀ ଟିକେ ହସିଲେ ଦୁଷ୍ଟାମି କଲା ଭଳି। କହିଲେ, ନିଶ୍ଚୟ ମିଳିବ। ଜୀବନ ସାରା ମନେ ରଖିଲା ଭଳି କିଛି। ହେଲେ ହାତରେ ଅଛି ସିଟ୍ ନା ଥଟ୍ଟା କରୁଛ? କ'ଣ ମନେ ହେଲା 5 ଜଣ ଯାକ ଅନାଅନି ହେଲେ। ପ୍ରାୟ ଏକାବେଳକେ ସୁରେଶ ଆଉ ନୀଳେଶ କହି ପକେଇଲେ, ଅଛି ଟିକଟ। ହେଲେ କ'ଣ ଦବ କହ ବାବା? ଏତେବେଳକୁ ଟିକେଟ୍ କଣ୍ଡକ୍ଟର ଆସି ପହଞ୍ଚିଲେ। ନୀଳେଶ ଟିକଟ ମାନ ଦେଖେଇଲା ଓ କହିଲା, ଆଜ୍ଞା, ମୋ ସ୍ତ୍ରୀ ଆସିପାରିଲେନି, ଦେହ ଖରାପ ହେଇଗଲା, ତାଙ୍କ ସିଟ୍‌ଟା ଏ ବାବାଙ୍କୁ ଦେଇଦିଅନ୍ତୁ। ବିଶେଷ ଚେଷ୍ଟା କରିବାକୁ ହେଲାନି। ଆଜିକାଲି ନାନା ଶ୍ରେଣୀର ପ୍ରକାରର ବାବାଜୀମାନଙ୍କର ଯିବା ଆସିବା ଚାଲିଛି ସବୁଦିନ, ହଜାର ହଜାର ସଂଖ୍ୟାରେ। ୟା ଭଳି ଟିକେଟ୍ ନେଇ ଚୁପଚାପ ବସିଥିବା, ଚଷମା ପିନ୍ଧି ବହି ପଢ଼ୁଥିବା ବାବାଜୀଙ୍କର ନଜିର କମ୍। ଟିଟି ବାବୁଙ୍କର ଆପତ୍ତି ବା କାହିଁକି ହେବ? ବାବା ନିର୍ବିବାଦରେ ଟିକେଟ୍‌ଟି ନେଇ ଅଦୃଷ୍ଟ ଉଦ୍ଦେଶ୍ୟରେ ପ୍ରଣାମ କଲେ। ଟିଟି ଗଲାବେଳକୁ ରେଳବାଇ ବିଛଣା ବଦଳରେ ନିଜ ଗେରୁଆ ଗାମୁଛା ପରି ଶୋଇବା ଉପକ୍ରମ କରୁଛନ୍ତି। ତାପ୍ତିଙ୍କର ସରୁ ସ୍ୱର ଶୁଭିଲା, ବାବା, କ'ଣ ପୁରା ଭୁଲିଗଲେ ଆମ ଆଶୀର୍ବାଦ କଥା? ମୁହଁରୁ ଚାଦର କାଢ଼ି ପୁଣି ବିଜୁଳି ମାର୍କା ହସି ଦେଇ ବାବା କହିଲେ, ଭୁଲିବି କୁଆଡ଼ୁ? ତମ କପାଳରେ ଲେଖା ହେଇସାରିଲାଣି ପରା। ବୁଡ଼ ପକେଇ ଯାହା ମାଗିବ ମନସ୍କାମନା ପୂର୍ଣ୍ଣ ହେବ। ତନ୍ମୟ ଶୋଇଲାଠୁ ଉଠିପଡ଼ି କହିଲେ, ଯେକୌଣସି ମନୋକାମନା? ସେଇଟା ତ ଅସମ୍ଭବ କଥା ବାବା। ନୀଳେଶ କହିଲା, ତାହେଲେ ସମ୍ଭବ ହେଲା ଭଳି କଥା ମାଗିବ। କୋହିନୂର ହୀରା ମଗାଯିବ ନା କ'ଣ? କାନ୍ଥ ଆଡ଼କୁ ମୁହଁ ବୁଲେଇ ଶୋଉ ଶୋଉ ବାବା କହିଲେ, ମନରେ ଯୋଉ କଥା ରଖି ଯାଉଛ ସେ କାମନା ଫଳିବ। ଫେରିଲା ବେଳେ ମନେ ପକେଇବ ଆଶୀର୍ବାଦ ସତ କି ମିଛ। ବାବାଜୀଙ୍କର ଘୁଙ୍ଗୁଡ଼ି ଶୁଭିଲା ବେଳକୁ ନୀଳେଶ ସିଟ୍‌ରୁ ଉଠିପଡ଼ି କହିଲା, ଏଥିରେ ତ ଶୋଇବା ମୁସ୍କିଲ ଭାଇ। ଏଇ ଦାମଟା ବି ଦେବାକୁ ହେବ, କିଏ ଜାଣିଥିଲା? ତନ୍ମୟ ବି ଉଠିଲା, କହିଲା, ତାସ୍ ଆଣିଛି, ଚାଲ ବାଜିଏ ଖେଳ ହେଇଯାଉ। ଅସଲରେ 3 ଦିନ ତମ୍ବୁ ରହଣୀରେ ଗୋଟିଏ କାର୍ଯ୍ୟକ୍ରମ ସ୍ଥିର ଥିଲା, ଶିପ୍ରା ନଦୀରେ ବୁଡ଼। ବାକି ସମୟ କେମିତି କଟିବ କେହି ଠିକ୍ କରିନଥିଲେ ସେ କଥା। ମୋଟାମୋଟି ଗୋଟିଏ ଦୀର୍ଘ ପିକ୍‌ନିକ୍ ଧରଣର ହେବ। କୁମ୍ଭମେଳା ବିଷୟରେ ଯାହା ସବୁ ଶୁଣାଯାଉଛି, ପଢ଼ାଯାଇଛି, ସେସବୁ ଦେଖାଯିବ। ତାପରେ ବୁଲାବୁଲି, ଖିଆପିଆ, କିଛି ନହେଲେ ଏକାଠି ତାସ୍ ଖେଳ, ଗପ, ଏମିତିକି ତାପ୍ତି, ଲୁଡ଼ୋପଟା ଆଉ ଗୋଟି ସେଟ୍‌ଟା ବି କାଢ଼ି ଦିନେ ସମସ୍ତଙ୍କୁ ଆଚମ୍ବିତ କରିଦେଇଥିଲେ। ତେବେ ସମୟ ଏମିତି ବିତିଗଲା ଯେ ଜଣାପଡ଼ିଲା ନାହିଁ। ପ୍ରଥମ ଦିନ ଟାକ୍ସିରେ ଆଶ୍ରମ ଫାଟକ ଭିତରକୁ ପଶି ଓହ୍ଲେଇଲା ଜାଗାଠି ରଥ ଭଳି ସଜା ହୋଇଥିବା ଅସ୍ଥାୟୀ ମନ୍ଦିରଟିଏ ପାଖେ ପୂଜା ଆଳତି ଚାଲିଥାଏ। ମାଇକ୍ ଶବ୍ଦରେ କମ୍ପୁଥାଏ ଦଶଦିଗ। ନୀଳେଶର ପୂର୍ବ ପରିଚିତ କିଏ ସବୁ ଥିଲେ ଏ ମଠରେ। ଫଟୋଗ୍ରାଫି ଲାଗି ପ୍ରାୟ ଯାଏ ସେ ହିମାଳୟ ଆଡ଼େ। ମଠ ମନ୍ଦିରଠୁ ନେଇ ବନ୍ୟ ଜୀବନ, ପ୍ରାକୃତିକ ସ୍ଥଳମାନଙ୍କର ଫଟୋ ଉଠାଏ। ଦେଶ ବିଦେଶର ପତ୍ର ପତ୍ରିକାକୁ ବି ପଠାଏ। ନୀଳେଶ ଡାକି ପରିଚୟ କରେଇ ଦେବାରେ ସମସ୍ତେ ମହନ୍ତ ବାବାଙ୍କ ଗୋଡ଼ ଛୁଇଁ ପ୍ରଣାମ କଲେ। ମହନ୍ତଜୀ ହସି ହସି କାହା ମୁଣ୍ଡ ଆଉଁସି ଦେଲେ, କାହାକୁ ବା କୋଳେଇ ନେଲେ। ଯାହା ହେଉ, ଏଣିକି ରହଣୀଟା ଲାଗି ଆଉ ଚିନ୍ତା ନାହିଁ। ନୀଳେଶ ବ୍ୟାଗ୍‌ରୁ କ୍ୟାମେରାଟି କାଢ଼ୁ କାଢ଼ୁ ନାହିଁ କରି ହାତ ଦେଖେଇଲେ ବାବା। କହି ହସିଲେ, ଏବେ ନୁହଁ ପୁଅ, ଫଟୋ ଉଠେଇବ ପରେ। ଏବେ ଯାଇ ବୁଡ଼ ପକେଇ ଆସ, ଶୁଭ କାମଟା ପରା। ନୀଳେଶ ଆଖି ଆଗରେ କ୍ୟାମେରା ସଜାଡ଼ି କହିଲେ, ଏଇଟା ହେଲା ମୋ ଲାଗି ସବୁଠୁ ଶୁଭ କାମ ବାବା। ଟିକେ ଆରମ୍ଭ କରିଦିଏ। ଏଥର ମଠ ଉପରେ ଗୋଟେ ସ୍ପେଶାଲ ଷ୍ଟୋରି କରିବାକୁ ଅଛି, ଯଦି ଅନୁମତି ଦେବେ। ମୁଣ୍ଡ ସହିତ ତାଙ୍କ ମୁଣ୍ଡଠୁ 2 ଗୁଣ ବଡ଼ ଜଟାଜୁଟକୁ ହଲେଇ ମହନ୍ତ କହିଲେ, ଆଜିକାଲି କ୍ୟାମେରା ସବୁଠି ମନା ହେଇଯାଇଛି ଜାଣିଛୁ ତ? ହେଲେ ତୁ ହେଲୁ ଆମ ଘର ପୁଅ, ତୋ ଲାଗି ଅନୁଭୂତି ଗୋଟେ କ'ଣ କିରେ? ଏଥର ଗଲ, ସ୍ନାନ କର୍ମ ସାରି ଖିଆପିଆ କର ସବୁ। ମଠର କର୍ମଚାରୀ ରାମଜୀ ନେଇଗଲା ସ୍ପେଶାଲ ତମ୍ବୁକୁ। ନୂଆ ଚାଦର, ବାଲ୍ଟି, ମଗ୍ ସହିତ ତାଲା ଚାବି ବି ଦେଲା। କପଡ଼ା କବାଟ ଦେଲା। କହିଲା, ଆଜ୍ଞା, ଆଜି ଭଲ ଦିନ, ଶୀଘ୍ର ଯାଇ ବୁଡ଼ଟେ ପକେଇ ଦେଇ ଆସନ୍ତୁ। ସାଙ୍ଗରେ ଆମ ଲୋକ ଯିବ। ଆପଣ ଯେତେବେଳେ ଯାଏ ଚାହିଁବେ ପାଣି ଦେହରେ ରହିବେ।
କେହି ପୁଲିସ ବାଲା ଅଧ ମିନିଟ୍ରେ ବାହାର କରିଦେଇ ପାରିବେ ନାହିଁ। ପୁଣି ନୀଳେଶଠୁ ହାତ ଗୁଞ୍ଜା ନେଇ ପକେଟରେ ରଖୁ ରଖୁ ଦାନ୍ତ ଦେଖେଇ ରାମଜୀ ପରବର୍ତ୍ତୀ କାର୍ଯ୍ୟକ୍ରମ ବତେଇଲା। ଆଜି ଗରମ ପୁରୀ, ଆଳୁଦମ, ଜଲେବି ହେଉଛି ଜଳଖିଆରେ। ଆପଣଙ୍କୁ ଅଲଗା କରି ବସେଇ ଦେବି ମୁଁ ଦେଶୀ ଘିଅବାଲା ଧାଡ଼ିରେ। ଜଳଖିଆ ସାରିଲା ପରେ ମୁଁ ନିଜେ ନେଇଯିବି ନଈ ସେପାଖ ବଡ଼ ଘାଟକୁ। ପୋଲ ଉପରୁ ଦେଖିବେ ଆଖଡ଼ାମାନଙ୍କର ଜୁଲୁସ। ଏଭଳି ଶୋଭାଯାତ୍ରା, ଗାଡ଼ି, ଘୋଡ଼ା, ଧନ, ବିଭବ ଆପଣ ଜୀବନରେ କାହିଁ ଦେଖିନଥିବେ। ଉପରଓଳି ଚାଲିଯିବେ ଆରପାଖ ଘାଟକୁ। ଦ୍ୱିପ୍ରହର ଖାଇବା ପରେ ଆଜିର ଖାଇବା ମେନୁ ହେଉଛି। ସୁରେଶ ମଝିରୁ କହିଲେ, ଏବେ ଲାଗି ଏତକ ପ୍ରୋଗ୍ରାମ କହିଥା ବାବୁ, ଭାରି ଥକା ଲାଗୁଛି, ଟିକେ ଗରମ ଚା ଯଦି। କପାଳରେ ସଲାମ ବଜେଇ ସେ କହିଲା, ଆଜ୍ଞା ଯେତେବେଳେ ଚାହିଁବେ ଚା ଆସିବ। ଚିଣ୍ଟୁକୁ ପଠେଇ ଦେଉଛି, ଆପଣମାନଙ୍କ ସେବାରେ ସେ ରହିବ। ରାତିରେ ଖିଆ ସରିଲା ପରେ ଆହୁରି ନଗର ଦର୍ଶନ ପ୍ରୋଗ୍ରାମ ରଖିଥିଲା ରାମଜୀ। କାଲି ପାଇଁ ସ୍ଥଗିତ କରି ତମ୍ବୁକୁ ଫେରିଲେ ସମସ୍ତେ। ଲାଇଟ୍ ଲିଭେଇ ବିଛଣାରେ ପଡ଼ିଲା ପରେ ସୁରେଶ ଆସ୍ତେ କରି କହିଲେ, ନୀଳେଶ, ବୋତଲଟା ଥିଲା ପରା ତମ ପାଖେ? ଢୋକେ ଲେଖେ। ତାପ୍ତି ଧାଇଁକିନି ଉଠି ବସିଲେ। ଟାଇଁ ଟାଇଁ ସ୍ୱରରେ ଅନ୍ଧାରକୁ ଚିରିଦେଇ କହିଲେ, ନା ନା, ସେ କଥା ହେଇପାରିବନି, ଏଠି କହିଦେଉଛି। ସୀମା ବି ସ୍ୱର ମିଶେଇ ଦେଲେ। କି କଥା କହୁଛ ତମେ? ସ୍ଥାନ କାଳ ଜ୍ଞାନ ନାହିଁ। ଛି ଛି। ଏକା ସାଙ୍ଗେ ତିନି ପୁରୁଷ କଣ୍ଠର ସାକୁଲେଇ ସ୍ୱର ଶୁଭିଲା, ନା ଜମା ନୁହଁ। ସେ କଥା କହିବାଟା ଭୁଲ ହେଇଛି, ସରି ସରି। ଏପାଖ ଧାଡ଼ିରେ ତିନି ପୁରୁଷ, ଆର କାନ୍ଥ ପାଖେ ସୀମା ଓ ତାପ୍ତି। ଖାଲି ଗଦିଟା ଉପରେ ବାକ୍ସ, ସୁଟକେସ୍, ତଉଲିଆ, ପାଣି ବୋତଲ। ବାହାରୁ ଅଳ୍ପ ଦୂରରୁ ମାଇକ୍ର ଉଚ୍ଚତମ ଭଲ୍ୟୁମ୍ରେ ରାମାୟଣ ପାଠ ଶୁଭୁଛି। ବେତାଳିଆ ବେସୁରା, ହଳଦିଆ ଲାଇଟ୍ ସବୁ ଏତେ ଯେ ତମ୍ବୁର କାନ୍ଥ ତାକୁ ରୋକି ପାରୁନାହିଁ। ସୁରେଶ କହିଲେ, ଏ ପାଟିତୁଣ୍ଡରେ ଶୋଇବ କେମିତି ମଣିଷ? ସେଥିପାଇଁ କହୁଥିଲି। ହେଲା ହେଲା, ପୁଣି ସରି। ନୀଳେଶ ଉଠି ବସିଲା ଏଥର। କହିଲା, ଭାବୁଛି ଯାଏ ଘେରାଏ ବାହାରୁ ବୁଲି ଆସିବି, ଫଟୋ କେତେଟା ନେଇ ଆସିବି। ଅନ୍ୟମାନଙ୍କ ସ୍ୱର ଶୁଭିଲା, ଆରେ ନାଇଁ ମ, ଆହୁରି 2 ଦିନ ଅଛି, ବିଶ୍ରାମ ନିଅ, ଏତେ କଷ୍ଟ ଦିଅ ନାହିଁ ଦେହକୁ। ବେଶ କିଛି ବେଳ ଚୁପଚାପ ପଡ଼ି ରହିଲେ ସମସ୍ତେ। ବାହାରେ ବେସୁରା ରାମାୟଣ ଜାରି ଥାଏ। ତନ୍ମୟ ପଚାରିଲେ, ଟ୍ରେନର ସେଇ ବାବାଜୀ କଥା ତମର କାହାର ମନେ ଅଛି କି ନାହିଁ? ମତେ ଲାଗୁଛି ତା କଥାରେ କିଛି ସତ ଥିଲା। ମିନିଟିଏ ଚୁପ୍ ପରେ ନୀଳେଶର ସ୍ୱର ଶୁଭିଲା, ହଁ ସତ ଥିଲା କିଛି। ଆପଣ କିଛି ପାଇଲେ କି ବୁଡ଼ ପରେ? ମାନେ ଆଜି 2 ଦିନ ଭିତରେ? ତନ୍ମୟ କହିଲା, ମାନେ ଆଜି ଦିନ ଭିତରେ? ତନ୍ମୟ କହିଲା, ଆଗ ତମେ କହ, ତାପରେ ମୁଁ କହିବି। ନୀଳେଶ କହିଲା, ଥାଉ, ଫେରିଲା ପରେ କଥା ହେବା। ସେଇଆ ସେ କହି ନଥିଲା କି ଫେରିବା ବାଟରେ ମନେ ପକେଇବା ବୋଲି? ସୁରେଶ କହିଲେ, ଓହ୍ଲେଇଲା ବେଳେ ସେ ଆହୁରି କିଛି କହିଥିଲା, ମନେ ଅଛି ତ? ଉତ୍ତର ଆସିଲା ନାନା ସ୍ୱରରେ, ଆରେ ସେତେବେଳେ ତା ମୁଡ୍ ଖରାପ ଥିଲା। ଆଡ଼ପାଗଳାଟା ଲୋକଟାଏ ମ। ତା ଛଡ଼ା କଥା ଛାଡ଼। ତଥାପି ବାବାଜୀମାନଙ୍କ କଥା ସତ ହୁଏ ଅନେକ ସମୟରେ। ହଉ ହଉ, କହ ତମ କଥା। ଏଥର ତାପ୍ତିଙ୍କ ସ୍ୱର ଶୁଭିଲା, ହଉ ନୀଳେଶ, ଆଗ ତମ କଥା କହ, ତାପରେ ଆମ ଦିହିଙ୍କ ଅନୁଭବ। ଆଜି ଯାହା ହେଲା ମୁଁ କହିବି। ମିନିଟିଏ ଚୁପ୍ ରହିବା ପରେ ନୀଳେଶର ସ୍ୱର ଶୁଭିଲା ଖୁବ୍ ଧୀର, ଆଜି ବୁଡ଼ ପରେ ଫେରିଲା ବେଳକୁ ସୋଫିକୁ ଦେଖିଲି। ପ୍ରଥମେ ଦୂରରୁ ଦେଖି ଭାବିଲି ମୋ ଆଖିର ଭ୍ରମ। ଆପଣମାନଙ୍କୁ ଆଗକୁ ଯିବାକୁ କହି ତାରି ଦିଗକୁ ଗଲି। ସୋଫି ଥିଲା। କେତେବେଳେ ପରେ ସାହସ କୁଳେଇ ତାପ୍ତି ପଚାରିଲେ, ସୋଫି କିଏ ସେ? ତମର ପୁରୁଣା ବନ୍ଧୁ? ହଁ, ଅଷ୍ଟ୍ରେଲିଆନ ଝିଅ। ଖୁବ୍ ଆତ୍ମୀୟ ବନ୍ଧୁ। ଏକାଠି ହିମାଳୟରେ ବୁଲି ଫଟୋ ନେଇଥିଲୁ ମାସେ କାଳ। ତାପରେ ଆଉ ସମ୍ପର୍କ ନଥିଲା। ସେ ଫେରି ଯାଇଥିଲା ତା ଦେଶକୁ। ମୋ ଚିଠିର ଉତ୍ତର ଦେଇ ନଥିଲା। ଏଥର ସୁରେଶ ପଚାରିଲେ, ଖାଲି ଦେଖା କରି ଫେରି ଆସିଲା ଆଜି? ନୀଳେଶ କହିଲା, ସେତେବେଳେ ତା ସାଙ୍ଗରେ 2 ଜଣ କିଏ ଥିଲେ। ଫୋନ୍ ନମ୍ବର ନେଲି। ପୁଣି ଦେଖା ହେଲା ସନ୍ଧ୍ୟାବେଳେ ଆର କୂଳ ଘାଟରେ। ତା ଅପେକ୍ଷା କରିଥିଲା। ଆଗଠୁ ଆହୁରି ବେଶି ସୁନ୍ଦର ଦିଶୁଛି। ଆହୁରି ପତଳା, ନୀଳ ହରିଣୀ ପରି ଚାହାଣି। ବାଳ ବଢ଼େଇ ଲମ୍ବ କରିଛି, ତାକୁ ଏତେ ମାନୁଛି। ତନ୍ମୟ କହିଲେ, ବାବା ନୀଳେଶ, ଏ ବୟସରେ ଏଭଳି ଅନୁଭବ କରିପାରୁଛ ବୋଲି ତ ଆର୍ଟିଷ୍ଟ ହେଇଛ। ଆମ ଭଳି ଡାହା ସଂସାରୀ ନୁହଁ। ତା ବୋଲି କ'ଣ ରାତି ସାରା ଉନ୍ନିଦ୍ର ହେଇ ବୁଲିବ? କାଲି ଗଲେ ଚଳିବନି? ତାପ୍ତି କହିଲେ, ଇଏ କିନ୍ତୁ ସେଇ ବାବାର ଚମତ୍କାର ନିଶ୍ଚେ। ଆମ କଥା ଶୁଣିଦେଇ ଯାଆନ୍ତୁ ଯଦି ଯିବେ। ମିଶାମିଶି ସ୍ୱର ଶୁଭିଲା, ହଁ ହଁ, କହନ୍ତୁ। ନୀଳେଶ ପୁଣି ବସି ପଡ଼ିଲା ବିଛଣାରେ। ତାପ୍ତି କହିଲେ, ଆମେ ଆଜି ସନ୍ଥ କୃପାନନ୍ଦଙ୍କ ପ୍ରବଚନକୁ ଯାଇଥିଲୁ। ସକାଳେ ବୁଡ଼ ପକେଇ ରାସ୍ତାକୁ ଉଠୁଛି ଦେଖିଲି ବାବାଙ୍କ ବଡ଼ ଗୋଟେ ହୋର୍ଡ଼ିଂ। ୟାଙ୍କୁ ଦେଖେଇଲି। ଥରଟିଏ ବାବାଙ୍କ ପ୍ରବଚନ ଶୁଣିଥିଲି। ମନେ ମନେ ଭାବିଥିଲି ଯେମିତି ହଉ ପୁଣି ଥରେ ତାଙ୍କୁ ଭେଟିବି, ତାଙ୍କୁ ଗୁରୁ କରିବି। କୁମ୍ଭ ମେଳାକୁ ବାହାରିଲା ବେଳକୁ ମନକୁ ଆସୁଥିଲା କେଜାଣି ବାବାଙ୍କର ଦର୍ଶନ ମିଳିଯିବ। ୟାଙ୍କର ତାଙ୍କଠି କେବେ ବିଶ୍ୱାସ ନଥିଲା ଅବଶ୍ୟ। ସୁରେଶ ପଚାରିଲେ, ସେଇଠୁ? ପ୍ରବଚନ ଶୁଣିଲ ଦିଏ, ତାପରେ ତନ୍ମୟ, ତମର ବି ବିଶ୍ୱାସ ଆସିଗଲା?
ତନ୍ମୟ ନିଶ୍ୱାସଟିଏ ଛାଡ଼ି ଗଭୀର ସ୍ୱରରେ କହିଲେ, ଠିକ୍ କହିପାରୁନି ସମ୍ପୂର୍ଣ୍ଣ ବିଶ୍ୱାସ ଆସିଲା କି ନାହିଁ, ତେବେ ଯେଉଁଭଳି ଧର୍ମର, କର୍ମର ବ୍ୟାଖ୍ୟା ସେ କଲେ, ମୁଁ ପୂର୍ବରୁ କେବେ ହେଲେ ଶୁଣିନଥିଲି। ପ୍ରାପ୍ତି କହିଲେ, ତାଙ୍କର ବିଶ୍ୱାସ ଆସୁ କି ନ ଆସୁ, ମୁଁ କହିଲା ମାତ୍ରେ ସେ ଯେଉଁ ରାଜି ହେଇଗଲେ, ପୁଣି ସନ୍ଧ୍ୟାବେଳଟା ସାରା ବାଟ ପଚାରି ପଚାରି ଆମେ ବାବାଙ୍କ ପ୍ରବଚନକୁ ଗଲୁ, ସେତିକି ମୋ ଲାଗି ଚମତ୍କାରଠୁ ବଳି। ତନ୍ମୟ ପଚାରିଲେ, ଆରେ ସୁରେଶ, ତମେ କିଛି କହ, ତମ ଲାଗି ବି କିଛି ଘଟିଲା ଭଳି ମୋର ମନେ ହେଉଛି। ପ୍ରାପ୍ତି କହିଲେ, ମୋର ବି ସେମିତି ମନେ ହେଉଛି। ସୀମା କେମିତି ଅନ୍ୟମନସ୍କ ନାହାନ୍ତି ଫେରିଲା ବେଳକୁ। ସୀମା ଓ ସୁରେଶ ଚୁପ୍ ରହିଲେ। ଭରସି କରି କେହି ବାଧ୍ୟ କରିପାରୁନଥିଲେ ତାଙ୍କୁ, କାରଣ ସମସ୍ତଙ୍କୁ ଜଣାଥିଲା ତାଙ୍କ ଲାଗି ସବୁଠୁ ବଡ଼ ମନୋକାମନାଟି କ'ଣ ହେଇପାରେ। ହଜି ଯାଇଥିଲା ପୁଅଠୁ ବଳି ଆଉ କି ଅମୂଲ୍ୟ କାମନା ଥାଇପାରେ କେଉଁ ବାପ ମା ଲାଗି। ପୁଅ ତାଙ୍କର ନିରୁଦ୍ଦିଷ୍ଟ ହେଇଯାଇଥିଲା କାହିଁ କେଉଁ ଯୁଗରୁ। କଲେଜ ପଢ଼ନ୍ତା ପୁଅ କୋଉଥି ଲାଗି ଚାଲିଗଲା ଘରୁ ଗୋଡ଼ କାଢ଼ି, ସେ କଥା କେହି ସଠିକ୍ ଜାଣିନାହାନ୍ତି। ସେ ବିଷୟରେ କେହି ଉଚ୍ଚବାଚ୍ୟ କରନ୍ତିନି ତାଙ୍କ ଆଗରେ। ହୁଏତ ସେମାନେ ନିଜେ ବି ସେ କଥା ପକାଉ ନଥିବେ, ଆଶା ଛାଡ଼ି ଦେଇଥିବେ। ସୀମା ଆପେ ଆରମ୍ଭ କଲେ, ଆଜି ବୁଡ଼ ପକାଇ ଉଠିଲା ବେଳେ ଦେଖିଥିବ, ଘାଟ ଉପରେ ଜଣେ ବାବାଜୀଙ୍କୁ ଘେରି କିଛି ଲୋକ ରୁଣ୍ଡ ହୋଇଥିଲେ। ସଞ୍ଜବେଳେ ଏଇ ଆଶ୍ରମ ହତାର ମନ୍ଦିର ବାରଣ୍ଡାରେ ତାଙ୍କୁ ହିଁ ଦେଖିଲି। ଚାରିପାଖେ କିଛି ଲୋକ ଘେରିଥାନ୍ତି, ସେ କିଛି କହୁନଥାନ୍ତି। ଲୋକ କିନ୍ତୁ ହାତ ଯୋଡ଼ି ଗୋଡ଼ ତଳେ ପଡ଼ି ନେହୁରା ହେଉଥାନ୍ତି। ବାବା ଟିକିଏ କହନ୍ତୁ ବୋଲି କେତେ ସବୁ ପ୍ରଶ୍ନ ପଚାରୁଥାନ୍ତି। ଆମେ ଦିହେଁ ସେ ପାଖ ଦେଇ ଗଲାରୁ ସିଧା ଦୃଷ୍ଟିରେ ଅନେଇଲେ, ହାତ ଠାରି ଡାକିଲେ। ପାଖକୁ ଗଲାରୁ କହିଲେ, ଯାହା ଲାଗି ଅପେକ୍ଷା କରିଛ ଏତେ ଦିନୁ, ତାକୁ ପାଇବାର ବେଳ ହେଇଗଲା। ଚୁପ୍ ଛାଇଥିଲା ସବୁଠି। ବୋଧେ କରେଣ୍ଟ ଚାଲି ଯାଇଥିଲା ନା କ'ଣ। ତମ୍ବୁ ବାହାରେ ମାଇକ୍ ବନ୍ଦ ଥିଲା, ଆଲୁଅ ବି ଆସୁନଥିଲା। କେତେବେଳକେ ନିଲେଶ କହିଲା, ଏ ଅନ୍ଧାରରେ ଆଉ କୁଆଡ଼େ ଯିବି ଏଇନା, ଥାଉ। ଧୀର ଗଳାରେ ତାପ୍ତି କହିଲେ, ସୀମା ଶୋଇପଡ଼। ଭଗବାନ ଚାହିଁଲେ ଅସମ୍ଭବ ସମ୍ଭବ ହୁଏ। ଆମେ ଖାଲି ଠାକୁରଙ୍କୁ ଡାକିବା କଥା। ପରଦିନ ଚିଣ୍ଟୁର ହରିଓମ୍ ଚାଏ ଡାକରେ ନିଦ ଭାଙ୍ଗିଲା ସଭିଙ୍କର, କିନ୍ତୁ ନିଲେଶଙ୍କର ବିଛଣା ଖାଲି ଥିଲା। କେତେବେଳୁ ଉଠି ସେ ଚାଲି ଯାଇସାରିଥିଲା କେଜାଣି। କେହି ଆଉ ଗପସପ କି ଆଜିର ପ୍ରୋଗ୍ରାମ ବିଷୟରେ ଚର୍ଚ୍ଚା କରିବା ମୁଡ୍ରେ ନଥିଲେ। ନିଜ ନିଜ ଭିତରେ ମଗ୍ନ ଥିଲେ ସଭିଏଁ। ଜଳଖିଆ ପରେ ତାପ୍ତି କହିଲେ, ଆମେ ଦିହେଁ ଆଜି ଦିନଟି ସନ୍ଥ କୃପାନନ୍ଦଙ୍କ ଆଶ୍ରମରେ କଟାଇବୁ। ବାବା ଚାହିଁଲେ ଆମ ଜୀବନର ଗତି ହୁଏତ ବଦଳାଇ ଦେବେ। ଭାଗ୍ୟରେ ଥିଲେ ମନ୍ତ୍ର ଦୀକ୍ଷା ମିଳିବ, ଆଉ କିଛି ନହେଲେ ତାଙ୍କ ଦର୍ଶନ ପାଇବୁ, ବଚନାମୃତ ଶୁଣିବୁ। ଏଠିକି ଆସିବା ସାର୍ଥକ ହେବ। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ବିଶିଷ୍ଟ ଗାଳ୍ପିକା ଯଶୋଧାରା ମିଶ୍ରଙ୍କର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କ୍ଷୁଦ୍ରକଳ୍ପ ସଂକଳନ ସମୁଦ୍ରକୂଳ ଘର ସଂକଳନସ୍ଥ ଏକ ଚମତ୍କାର ଗପ, ଯାହାର ଶୀର୍ଷକ ଥିଲା ମନୋକାମନା। ଆର ଦ୍ୱିତୀୟ ଭାଗ ଆମେ ଅନ୍ୟ ଏକ ଅଡ଼ିଓରେ ଶୁଣିବା। ଏଇ ପର୍ଯ୍ୟନ୍ତ କାହାଣୀଟି ଆପଣଙ୍କୁ କେମିତି ଲାଗିଲା, ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।